ॐ तव कथामृतं तप्तजीवनं कविभिरीडितं कल्मषापहं श्रवणमंगलं श्रीमदाततं भुवि गृह्णन्ति ये भूरिदा जनाः। श्री श्री रामकृष्ण कथामृत पंचम खंड पृष्ठा 102। ठाकुर श्री रामकृष्णଙ୍କର प्रत्यक्ष दर्शन ମୁଁ ହିଁ ସେହି। ଠାକୁରେ ନୀରବ ଅଛନ୍ତି। ନରେନ୍ଦ୍ର ଓ ଅନ୍ୟାନ୍ୟ ଭକ୍ତମାନେ ତାହାଙ୍କୁ ଏକ ଦୃଷ୍ଟିରେ ଦେଖୁଛନ୍ତି। ହଠାତ୍ ସେ ଈଷତ୍ ହାସ୍ୟ କରି ପୁଣି ନରେନ୍ଦ୍ରଙ୍କ ସଙ୍ଗରେ କଥା ଆରମ୍ଭ କଲେ। ମଣି ପଙ୍ଖା କରୁଛନ୍ତି। ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ପ୍ରତି, ଆଚ୍ଛା, ଏଠାରେ ସବୁ କିଛି ଅଛି ନୁହେଁ? ମସୁର ଡାଲି, ବୁଟ ଡାଲି, ଏପରିକି ତେନ୍ତୁଳି ପର୍ଯ୍ୟନ୍ତ। ନରେନ୍ଦ୍ର କହୁଛନ୍ତି, ଆପଣ ସେସବୁ ଅବସ୍ଥା ଭୋଗ କରି ନିମ୍ନ ଅବସ୍ଥାରେ ରହିଛନ୍ତି। ମଣି ସ୍ୱଗତ, ସବୁ ଅବସ୍ଥା ଭୋଗ କରି ଭକ୍ତ ଅବସ୍ଥାରେ। ଶ୍ରୀରାମକୃଷ୍ଣ କହୁଛନ୍ତି, କିଏ ଯେପରି ତଳେ ଟାଣି ରଖିଛି। ଏହା କହି ଠାକୁର ଶ୍ରୀରାମକୃଷ୍ଣ ମଣିଙ୍କ ହାତରୁ ପଙ୍ଖା ଖଣ୍ଡିକ ନେଲେ ଏବଂ ପୁଣି କଥା କହିଲେ। ଶ୍ରୀରାମକୃଷ୍ଣ କହୁଛନ୍ତି, ଏହି ପଙ୍ଖା ଯେପରି ସମ୍ମୁଖରେ ଦେଖୁଛି, ପ୍ରତ୍ୟକ୍ଷ ଠିକ୍ ସେହିପରି ମୁଁ ଈଶ୍ୱରଙ୍କୁ ଦେଖିଛି ଆଉ ଦେଖିଲି। ଏହା କହି ଠାକୁରେ ନିଜର ହୃଦୟରେ ହାତ ଦେଇ ଇଙ୍ଗିତ କରୁଛନ୍ତି ଆଉ ନରେନ୍ଦ୍ରଙ୍କୁ କହୁଛନ୍ତି, କ'ଣ କହିଲି କହ ଦେଖି। ନରେନ୍ଦ୍ର କହୁଛନ୍ତି, ବୁଝିଛି। ଶ୍ରୀରାମକୃଷ୍ଣ କହୁଛନ୍ତି, କହ ଦେଖି। ନରେନ୍ଦ୍ର କହୁଛନ୍ତି, ଭଲ ଭାବରେ ଶୁଣିନାହିଁ। ଶ୍ରୀରାମକୃଷ୍ଣ ପୁଣି ଇଙ୍ଗିତ କରୁଛନ୍ତି, ଦେଖିଲି ସେ ଅର୍ଥାତ୍ ଈଶ୍ୱର ଆଉ ହୃଦୟ ମଧ୍ୟରେ ଯେ ଅଛନ୍ତି ଏକା ବ୍ୟକ୍ତି। ନରେନ୍ଦ୍ର କହୁଛନ୍ତି, ହଁ ହଁ ସହମ। ଶ୍ରୀରାମକୃଷ୍ଣ କହୁଛନ୍ତି, ତେବେ ଗୋଟିଏ ରେଖା ମାତ୍ର ଅଛି ଭକ୍ତର ମୁଁ ସମ୍ଭୋଗ କରିବା ପାଇଁ। ନରେନ୍ଦ୍ର ମାଷ୍ଟରଙ୍କୁ କହୁଛନ୍ତି, ମହାପୁରୁଷ ନିଜେ ମୁକ୍ତ ହେବା ପରେ ଜୀବର ଉଦ୍ଧାର ପାଇଁ ରହନ୍ତି। ଅହଙ୍କାର ନେଇ ରହନ୍ତି, ଦେହର ସୁଖ ଦୁଃଖ ନେଇ ରହନ୍ତି। ଯେପରି ମଟିଆ କାମ, ଆମେମାନେ ବାଧ୍ୟ ହୋଇ ମଟିଆ କାମ କରୁ। ମହାପୁରୁଷଗଣ ସଉକରେ ମଟିଆ କାମ କରନ୍ତି। ପୁଣି ସମସ୍ତେ ଚୁପ୍ କରି ଅଛନ୍ତି। ଅହେତୁକ କୃପା ସିନ୍ଧୁ ଠାକୁର ଶ୍ରୀରାମକୃଷ୍ଣ ପୁଣି କଥା କହୁଛନ୍ତି। ନିଜେ କିଏ ଏହି ତତ୍ତ୍ୱ ନରେନ୍ଦ୍ର ଆଦି ଭକ୍ତମାନଙ୍କୁ ପୁଣି ବୁଝାଉଛନ୍ତି। ଶ୍ରୀରାମକୃଷ୍ଣ ନରେନ୍ଦ୍ର ଆଦି ଭକ୍ତଙ୍କ ପ୍ରତି, ଛାତ ତ ଦେଖାଯାଏ, କିନ୍ତୁ ଛାତରୁ ଉଠିବା ବଡ଼ କଷ୍ଟକର। ନରେନ୍ଦ୍ର କହୁଛନ୍ତି, ଆଜ୍ଞା ହଁ। ଶ୍ରୀରାମକୃଷ୍ଣ କହୁଛନ୍ତି, ତେବେ ଯଦି କେହି ଛାତକୁ ଉଠିଥାଏ, ତଳକୁ ଦୌଡ଼ି ପକାଇ ଆଉ ଜଣଙ୍କୁ ଉଠାଇ ନେଇପାରେ। ଋଷିକେଶର ସାଧୁ ଆସିଥିଲା। ସେ ମୋତେ କହିଲା, କି ଆଶ୍ଚର୍ଯ୍ୟ, ତୁମଠାରେ 5 ପ୍ରକାର ସମାଧି ଦେଖିଲି। କେତେବେଳେ କପିବତ୍, ଦେହ ବୃକ୍ଷରେ ମାଙ୍କଡ଼ ପରି ମହାବାୟୁ ଯେପରି ଏ ଡାଳରୁ ସେ ଡାଳକୁ ଏକାଥରେ ଡିଆଁ ମାରି ଉଠେ ଆଉ ସମାଧି ହୁଏ। କେତେବେଳେ ମୀନବତ୍, ମାଛ ଯେପରି ପାଣି ଭିତରେ ଶୀଘ୍ର ଗତି କରେ ଓ ଆନନ୍ଦରେ ବୁଲୁଥାଏ, ସେହିପରି ମହାବାୟୁ ଦେହ ଭିତରେ ଗତି କରେ ଏବଂ ସମାଧି ହୁଏ। କେତେବେଳେ ବା ପକ୍ଷୀବତ୍, ଦେହ ବୃକ୍ଷରେ ପକ୍ଷୀ ପରି କେତେବେଳେ ଏ ଡାଳରେ ତ କେତେବେଳେ ସେ ଡାଳରେ। କେତେବେଳେ ପିପିଲିକାବତ୍, ମହାବାୟୁ ଭିତରେ ପିମ୍ପୁଡ଼ି ପରି ଆସ୍ତେ ଆସ୍ତେ ଉପରକୁ ଉଠେ, ତାପରେ ସହସ୍ରାରକୁ ବାୟୁ ଉଠିଲେ ସମାଧି ହୁଏ। କେତେବେଳେ ବା ତିର୍ଯ୍ୟକ୍ବତ୍, ଅର୍ଥାତ୍ ମହାବାୟୁର ଗତି ସର୍ପ ପରି ବଙ୍କା ଟଙ୍କା, ତାପରେ ସହସ୍ରାରକୁ ଯାଇ ସମାଧି। ରାଖାଲ ଭକ୍ତମାନଙ୍କ ପ୍ରତି, ଥାଉ ଏସବୁ, ଅନେକ କଥା ହୋଇଗଲା, ଦେହ ଖରାପ ହେବ। ଶ୍ରୀରାମକୃଷ୍ଣ କାଶୀପୁର ଉଦ୍ୟାନରେ ସେହି ଉପର ଘରେ ଶଯ୍ୟା ଉପରେ ବସିଛନ୍ତି। ଘରେ ଶଶୀ ଓ ମଣି। ଠାକୁରେ ପଙ୍ଖା କରିବାକୁ ମଣିଙ୍କୁ ଇସାରା କରୁଛନ୍ତି। ସେ ପଙ୍ଖା କରୁଛନ୍ତି। ଉପରବେଳା ସମୟ ପ୍ରାୟ 5ଟା। ସୋମବାର ଚୈତ୍ର ସଂକ୍ରାନ୍ତି, ବାସନ୍ତୀ ମହାଷ୍ଟମୀ ପୂଜା। ଚୈତ୍ର ଶୁକ୍ଲାଷ୍ଟମୀ, ଚୈତ୍ର 31 ଦିନ, 12 ତାରିଖ ଏପ୍ରିଲ 1886 ଖ୍ରୀଷ୍ଟାବ୍ଦ। ଅଦୂର ଲୋକାଳୟରେ ଚୈତ୍ର ସଂକ୍ରାନ୍ତି ଉତ୍ସବ ପାଳିତ ହେଉଛି। ଠାକୁରେ ଜଣେ ଭକ୍ତକୁ ସଂକ୍ରାନ୍ତି ପାଇଁ କିଛି କିଛି ଜିନିଷ କିଣିବାକୁ ପଠାଇଥିଲେ। ଭକ୍ତଟି ଫେରିଆସିଛନ୍ତି। ଶ୍ରୀରାମକୃଷ୍ଣ କହିଲେ, କ'ଣ କ'ଣ ଆଣିଲୁ? ଭକ୍ତ କହିଲେ, ପଇସାଟିକର ଫେଣା, ପନିକି 2 ପଇସା, ଚାମଚ 2 ପଇସା। ଶ୍ରୀରାମକୃଷ୍ଣ କହୁଛନ୍ତି, ଛୁରୀ କାହିଁ? ଭକ୍ତ କହିଲେ, 2 ପଇସାରେ ଦେଲା ନାହିଁ। ଶ୍ରୀରାମକୃଷ୍ଣ ବ୍ୟଗ୍ର ହୋଇ, ଯା ଯା ଛୁରୀ ଆଣ। ମାଷ୍ଟର ତଳେ ବୁଲୁଛନ୍ତି। ନରେନ୍ଦ୍ର ଓ ତାରକ କଲିକତାରୁ ଫେରିଲେ। ଗିରିଶ ଘୋଷଙ୍କ ଘରକୁ ଅନ୍ୟାନ୍ୟ ସ୍ଥାନକୁ ଯାଇଥିଲେ। ତାରକ କହୁଛନ୍ତି,
ଆଜି ଆମେମାନେ ବହୁତ ଖାଇଛୁ। ନରେନ୍ଦ୍ର କହୁଛନ୍ତି, ଆଜି ମନ ଅନେକଟା ଖସି ଆସିଛି, ତପସ୍ୟା କର। ମାଷ୍ଟରଙ୍କ ପ୍ରତି କି ଦାସତ୍ୱ! ଶରୀରର ଦାସତ୍ୱ, ମନର ଦାସତ୍ୱ, ଠିକ୍ ଯେପରି ମଟିଆର ଅବସ୍ଥା। ଦେହ ମନ ଯେପରି ମୋର ନୁହେଁ ଆଉ କାହାର। ସନ୍ଧ୍ୟା ହେଲା ଏବଂ ଉପର ଘରେ ଓ ଅନ୍ୟାନ୍ୟ ସ୍ଥାନରେ ଆଲୁଅ ଜଳା ହେଲା। ଠାକୁରେ ବିଛଣାରେ ଉତ୍ତରାଭିମୁଖ ହୋଇ ବସିଛନ୍ତି, ଜଗନ୍ମାତାଙ୍କର ଚିନ୍ତା କରୁଛନ୍ତି। କିଛି କ୍ଷଣ ପରେ ଫକୀର ଠାକୁରଙ୍କ ସମ୍ମୁଖରେ ଅପରାଧ ଭଞ୍ଜନ ସ୍ତବ ପାଠ କରୁଛନ୍ତି। ଫକୀର ବଳରାମଙ୍କର ପୁରୋହିତ ବଂଶୀୟ। ପ୍ରାଗ୍ ଦେହସ୍ଥ ୟଦାସଂ ତବ ଚରଣୟୁଗମ୍ ନାଶ୍ରିତ ନାର୍ଚିତଃ ଅହଂ ତେନାଦି ଅକୀର୍ତ୍ତିବର୍ଗୈଃ ଜଠରଜ ଦହନୈର୍ବାଧ୍ୟମାନ ବଲିଷ୍ଠୈଃ ସ୍ଥିତ୍ୱା ଜନ୍ମାନ୍ତରେଣ ପୁନରିହ ଭବିତା କ୍ୱାଶ୍ରୟଃ କ୍ୱାପି ସେବା କ୍ଷନ୍ତବ୍ୟ ମେ ଅପରାଧଃ ପ୍ରକଟିତ ବଦନେ କାମରୂପେ କରାଲେ ଇତ୍ୟାଦି। ଘରେ ଶଶୀ, ମଣି ଓ ଆଉ ଜଣେ ଦୁଇ ଜଣ ଭକ୍ତ ଅଛନ୍ତି। ସ୍ତବ ପାଠ ସମାପ୍ତ ହେଲା। ଠାକୁର ଶ୍ରୀରାମକୃଷ୍ଣ ଅତ୍ୟନ୍ତ ଭକ୍ତି ସହକାରେ ହାତ ଯୋଡ଼ି ନମସ୍କାର କରୁଛନ୍ତି। ମଣି ଶ୍ରୀରାମକୃଷ୍ଣଙ୍କୁ ପଙ୍ଖା କରୁଛନ୍ତି। ଠାକୁରେ ଇସାରା କରି ତାଙ୍କୁ କହୁଛନ୍ତି, ଗୋଟିଏ ପଥର ଗିନା ଆଣିବ। ଏହା କହି ପଥର ଗିନାର ଗଠନ ଆଙ୍ଗୁଳି ଦ୍ୱାରା ଆଙ୍କି ଦେଖାଇଲେ। ପାଏ କ୍ଷୀର ଧରିବା ଭଳି ଧଳା ପଥରର ଗିନା। ମଣି କହୁଛନ୍ତି, ଆଜ୍ଞା ହଁ। ଶ୍ରୀରାମକୃଷ୍ଣ କହୁଛନ୍ତି, ଆଉ ସବୁ ଗିନାରେ ଝଡ଼ ଖାଇବା ବେଳେ ମୋତେ ଆଇଁଷିଆ ଗନ୍ଧ ହୁଏ। ପରଦିନ ମଙ୍ଗଳବାର ରାମନବମୀ, ପହିଲା ବୈଶାଖ 13 ତାରିଖ ଏପ୍ରିଲ 1886 ଖ୍ରୀଷ୍ଟାବ୍ଦ। ପ୍ରାତଃକାଳ ଠାକୁର ଶ୍ରୀରାମକୃଷ୍ଣ ଉପର ଘରେ ଶଯ୍ୟାରେ ବସିଛନ୍ତି। ସମୟ ପ୍ରାୟ 8ଟା। ମଣି ରାତିରେ ଥିଲେ। ପ୍ରାତଃକାଳରେ ଗଙ୍ଗା ସ୍ନାନ କରି ଆସି ଠାକୁରଙ୍କୁ ପ୍ରଣାମ କରୁଛନ୍ତି। ରାମଦତ୍ତ ମଧ୍ୟ ସକାଳେ ଆସିଛନ୍ତି ଓ ପ୍ରଣାମ କରି ଉପବେଶନ କଲେ। ରାମ ଆଣିଥିବା ଫୁଲମାଳା ଠାକୁରଙ୍କୁ ନିବେଦନ କଲେ। ଅନେକ ଭକ୍ତ ତଳେ ଘରେ ବସିଛନ୍ତି। ଜଣେ ଦୁଇ ଜଣ ଠାକୁରଙ୍କ ଘରେ ଅଛନ୍ତି। ରାମ ଠାକୁରଙ୍କ ସହିତ କଥା କହୁଛନ୍ତି। ଶ୍ରୀରାମକୃଷ୍ଣ ରାମଙ୍କ ପ୍ରତି, କିପରି ଦେଖୁଛ? ରାମ କହୁଛନ୍ତି, ଆପଣଙ୍କ ଭିତରେ ସବୁ କିଛି ଅଛି। ବର୍ତ୍ତମାନ ଆପଣଙ୍କ ଅସୁସ୍ଥତା ବିଷୟରେ କଥା ହେବ। ଶ୍ରୀରାମକୃଷ୍ଣ ଈଷତ୍ ହସିଲେ ଓ ସଙ୍କେତ କରି ରାମଙ୍କୁ ହିଁ ପ୍ରଶ୍ନ କରୁଛନ୍ତି। ଅସୁସ୍ଥତା କଥା ମଧ୍ୟ ଉଠିବ। ଠାକୁରଙ୍କର ଚଟିଜତା ଅଛି, ପାଦକୁ ଠିକ୍ ହେଉନାହିଁ। ସେଥିପାଇଁ ଡାକ୍ତର ରାଜେନ୍ଦ୍ର ଦତ୍ତ ମାପ ଦେବାକୁ କହିଛନ୍ତି। ସେ ଫରମାସ ଦେଇ ଆଣିବେ। ଠାକୁରଙ୍କ ପାଦରେ ମାପ ନିଆଗଲା। ଏହି ପାଦୁକା ବର୍ତ୍ତମାନ ବେଲୁର ମଠରେ ପୂଜା ହେଉଛି। ଶ୍ରୀରାମକୃଷ୍ଣ ମଣିଙ୍କୁ ସଙ୍କେତରେ ପଚାରୁଛନ୍ତି, ପଥର ଗିନା କାହିଁ? ମଣି ତତ୍କ୍ଷଣାତ୍ ଉଠି ଠିଆ ହେଲେ। ପଥର ଗିନା ଆଣିବାକୁ କଲିକତା ଯିବେ। ଶ୍ରୀରାମକୃଷ୍ଣ କହୁଛନ୍ତି, ଏବେ ଥାଉ। ମଣି କହୁଛନ୍ତି, ଆଜ୍ଞା ନା, ଏମାନେ ସବୁ ଯାଉଛନ୍ତି, ଏମାନଙ୍କ ସାଙ୍ଗରେ ଯାଉଛି। ମଣି ନୂତନ ବଜାରର ଜଡ଼ାଶଙ୍ଖ ଛକରୁ ଗୋଟିଏ ଧଳା ପଥର ଗିନା କିଣିଲେ। ବେଳ ଦ୍ୱିପ୍ରହର ସମୟରେ କାଶୀପୁରକୁ ଫେରିଆସିଲେ। ଠାକୁରଙ୍କ ପାଖକୁ ଯାଇ ପ୍ରଣାମ କରି ଗିନାଟି ରଖିଲେ। ଠାକୁରେ ଧଳା ଗିନାଟି ହାତରେ ଧରି ଦେଖୁଛନ୍ତି। ଡାକ୍ତର ରାଜେନ୍ଦ୍ର ଦତ୍ତ, ଗୀତା ହସ୍ତରେ ଶ୍ରୀନାଥ ଡାକ୍ତର, ଶ୍ରୀଯୁକ୍ତ ରାଖାଲ ହାଲଦାର ଆଉ ମଧ୍ୟ କେତେଜଣ ଆସି ଉପସ୍ଥିତ ହେଲେ। ଘରେ ରାଖାଲ, ଶଶୀ, ଛୋଟନରେନ ପ୍ରଭୃତି ଭକ୍ତମାନେ ଅଛନ୍ତି। ଡାକ୍ତର ଠାକୁରଙ୍କର ରୋଗ ସମ୍ବନ୍ଧରେ ସମସ୍ତ ଖବର ନେଲେ। ଶ୍ରୀନାଥ ଡାକ୍ତର ବନ୍ଧୁମାନଙ୍କ ପ୍ରତି, ସମସ୍ତେ ହିଁ ପ୍ରକୃତିର ଅଧୀନ। କର୍ମଫଳ କେହି ଏଡ଼ି ପାରିନାହାନ୍ତି। ପ୍ରାରବ୍ଧ। ଶ୍ରୀରାମକୃଷ୍ଣ କହୁଛନ୍ତି, କାହିଁକି? ତାଙ୍କର ନାମ କଲେ, ତାଙ୍କୁ ଚିନ୍ତା କଲେ, ତାଙ୍କର ଶରଣାଗତ ହେଲେ। ଶ୍ରୀନାଥ କହୁଛନ୍ତି, ଆଜ୍ଞା, ପ୍ରାରବ୍ଧ କେଉଁଆଡ଼େ ଯିବ? ପୂର୍ବଜନ୍ମର କର୍ମ। ଶ୍ରୀରାମକୃଷ୍ଣ କହୁଛନ୍ତି, କିଛି କର୍ମ ଭୋଗ ହୁଏ, କିନ୍ତୁ ତାଙ୍କର ନାମ ଗୁଣରେ ଅନେକ କର୍ମବନ୍ଧନ କଟିଯାଏ। ଜଣେ ପୂର୍ବଜନ୍ମର କର୍ମ ପାଇଁ 7 ଜନ୍ମ କଣା ହେବାର ଥିଲା, କିନ୍ତୁ ସେ ଗଙ୍ଗା ସ୍ନାନ କଲା। ଗଙ୍ଗା ସ୍ନାନରେ ମୁକ୍ତି ମିଳେ। ସେ ବ୍ୟକ୍ତିର ଚକ୍ଷୁ ଯେପରି କଣା ସେହିପରି ରହିଲା, କିନ୍ତୁ ଆଉ ଯେ 6 ଜନ୍ମ ସେଇଟା ହେଲା ନାହିଁ। ଶ୍ରୀନାଥ କହୁଛନ୍ତି, ଆଜ୍ଞା, ଶାସ୍ତ୍ରରେ ଅଛି ଯେ କର୍ମଫଳ କାହାରି ହେଲେ ଏଡ଼ିବାର ଶକ୍ତି ନାହିଁ। ଶ୍ରୀନାଥ ଡାକ୍ତର ତର୍କ କରିବାକୁ ଉଦ୍ୟତ। ଶ୍ରୀରାମକୃଷ୍ଣ ମଣିଙ୍କ ପ୍ରତି, କୁହନା, ଈଶ୍ୱର କୋଟି ଆଉ ଜୀବ କୋଟି ଭିତରେ ଅନେକ ତଫାତ୍। ଈଶ୍ୱର କୋଟିର ଅପରାଧ ହୁଏ ନାହିଁ, କୁହନା।
ମଣି ଚୁପ୍ ରହିଛନ୍ତି। ମଣି ରାଖାଲଙ୍କୁ କହୁଛନ୍ତି, ତୁମେ କୁହ। କିୟତ୍କ୍ଷଣ ପରେ ଡାକ୍ତରମାନେ ଚାଲିଗଲେ। ଠାକୁର ଶ୍ରୀଯୁକ୍ତ ରାଖାଲ ହାଲଦାରଙ୍କ ସହିତ କଥା କହୁଛନ୍ତି। ହାଲଦାର କହୁଛନ୍ତି, ଶ୍ରୀନାଥ ଡାକ୍ତର ବେଦାନ୍ତ ଚର୍ଚ୍ଚା କରନ୍ତି, ଯୋଗ ବାସିଷ୍ଠ ପଢ଼ନ୍ତି। ଶ୍ରୀରାମକୃଷ୍ଣ କହୁଛନ୍ତି, ସଂସାରୀ ହୋଇ ସବୁ ସ୍ୱପ୍ନବତ୍, ଏସବୁ ମତ ଭଲ ନୁହେଁ। ଜଣେ ଭକ୍ତ କହୁଛନ୍ତି, କାଳିଦାସ ନାମରେ ସେ ଲୋକଟି, ସେ ମଧ୍ୟ ବେଦାନ୍ତ ଚର୍ଚ୍ଚା କରନ୍ତି, କିନ୍ତୁ ମକଦ୍ଦମା କରି ସର୍ବସ୍ୱାନ୍ତ। ଶ୍ରୀରାମକୃଷ୍ଣ ସହାସ୍ୟ କହୁଛନ୍ତି, ସବୁ ମାୟା, ପୁଣି ମକଦ୍ଦମା। ଜନାଇର ମୁଖାର୍ଜୀ ବଡ଼ ବଡ଼ କଥା କହୁଥିଲା, ତାପରେ ବେଶ ବୁଝିଗଲା। ମୋର ଦେହ ଭଲ ଥିଲେ ସେମାନଙ୍କ ସଙ୍ଗରେ କିଛି କଥା କହିଥାନ୍ତି। ଜ୍ଞାନ ଜ୍ଞାନ କହିଲେ କ'ଣ ଜ୍ଞାନ ହୁଏ? ହାଲଦାର କହୁଛନ୍ତି, ଜ୍ଞାନ ବହୁତ ଦେଖିଛି, ଟିକିଏ ଭକ୍ତି ହେଲେ ରକ୍ଷା। ସେଦିନ ଗୋଟିଏ କଥା ମନେ କରି ଆସିଥିଲି, ତେବେ ଆପଣ ମୀମାଂସା କରିଦେଲେ। ଶ୍ରୀରାମକୃଷ୍ଣ ବ୍ୟଗ୍ର ହୋଇ, କ'ଣ କ'ଣ? ହାଲଦାର କହୁଛନ୍ତି, ଆଜ୍ଞା, ଏଇ ପିଲାଟି ଆସି କହିଲେ ଯେ ଜିତେନ୍ଦ୍ରିୟ। ଶ୍ରୀରାମକୃଷ୍ଣ କହୁଛନ୍ତି, ହଁ ହେ, ତାର ଅର୍ଥାତ୍ ଛୋଟ ନରେନ୍ଦ୍ର ଭିତରେ ବିଷୟ ବୁଦ୍ଧି ଆଦୌ ପ୍ରବେଶ କରିନାହିଁ। ସେ କହେ କାମ କାହାକୁ କହନ୍ତି ଜାଣେ ନାହିଁ। ମଣିଙ୍କ ପ୍ରତି, ହାତ ଦେଇ ଦେଖ, ମୋର ରୋମାଞ୍ଚ ହେଉଛି। କାମ ଭାବ ନାହିଁ। ଏଇ ଶୁଦ୍ଧ ଅବସ୍ଥା ମନେ ପକାଇ ଠାକୁରଙ୍କର ରୋମାଞ୍ଚ ହେଉଛି। ଯେଉଁଠାରେ କାମ ଭାବ ନାହିଁ, ସେଠାରେ ଈଶ୍ୱର ବିଦ୍ୟମାନ। ଏଇ କଥା ମନେ ପକାଇ କ'ଣ ଠାକୁରଙ୍କର ଉଦ୍ଦୀପନ ହେଉଛି? ରାଖାଲ ହାଲଦାର ବିଦାୟ ନେଲେ। ଶ୍ରୀରାମକୃଷ୍ଣ ବର୍ତ୍ତମାନ ମଧ୍ୟ ଭକ୍ତଙ୍କ ସଙ୍ଗରେ ବସିଛନ୍ତି। ପାଗଳି ତାଙ୍କୁ ଦେଖିବା ପାଇଁ ବଡ଼ ଉପଦ୍ରବ କରେ। ପାଗଳିର ମଧୁର ଭାବ ଉଦ୍ୟାନକୁ ପ୍ରାୟ ଆସେ ଓ ଦୌଡ଼ି ଦୌଡ଼ି ଠାକୁରଙ୍କ ଘରେ ଆସି ପଶିଯାଏ। ଭକ୍ତମାନେ ପ୍ରହାର କଲେ ମଧ୍ୟ ସେଥିରୁ ନିବୃତ୍ତ ହୁଏ ନାହିଁ। ଶଶୀ କହୁଛନ୍ତି, ପାଗଳି ଏଥର ଆସିଲେ ଧକ୍କା ମାରି ତଡ଼ିଦେବି। ଶ୍ରୀରାମକୃଷ୍ଣ କରୁଣାର୍ଦ୍ର ସ୍ୱରରେ, ନା ନା, ଆସିବ, ଚାଲିଯିବ। ରାଖାଲ କହୁଛନ୍ତି, ଆଗେ ଅନ୍ୟ 5 ଜଣ ତାଙ୍କ ପାଖକୁ ଆସିଲେ ମୋର ହିଂସା ହେଉଥିଲା, ତାପରେ ସେ କୃପା କରି ମୋତେ ଜଣାଇ ଦେଇଛନ୍ତି ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ। ସେ କ'ଣ କେବଳ ଆମମାନଙ୍କ ପାଇଁ ଆସିଛନ୍ତି? ଶଶୀ କହୁଛନ୍ତି, ତାହା ନୁହେଁ, କିନ୍ତୁ ଅସୁସ୍ଥ ସମୟରେ କାହିଁକି ଆଉ ସେପରି ଉପଦ୍ରବ? ରାଖାଲ କହୁଛନ୍ତି, ଉପଦ୍ରବ ସମସ୍ତେ କରନ୍ତି। ସମସ୍ତେ କ'ଣ ଖାଣ୍ଟି ହୋଇ ତାଙ୍କ ପାଖକୁ ଆସିଛନ୍ତି? ତାଙ୍କୁ ଆମେମାନେ କ'ଣ କଷ୍ଟ ଦେଇନାହୁଁ? ନରେନ୍ଦ୍ର ଫରେନ୍ଦ୍ର ଆଗେ କିପରି ଥିଲେ, କେତେ ତର୍କ କରୁଥିଲେ। ଶଶୀ କହୁଛନ୍ତି, ନରେନ୍ଦ୍ର ଯାହା ମୁହଁରେ କହନ୍ତି, କାର୍ଯ୍ୟରେ ମଧ୍ୟ ତାହା କରନ୍ତି। ରାଖାଲ କହୁଛନ୍ତି, ଡାକ୍ତର ସରକାର କେତେ କ'ଣ ତାଙ୍କୁ କହିଛନ୍ତି। ଧରିବାକୁ ଗଲେ କେହି ନିର୍ଦ୍ଦୋଷ ନୁହନ୍ତି। ଶ୍ରୀରାମକୃଷ୍ଣ କହୁଛନ୍ତି, ରାଖାଲଙ୍କ ପ୍ରତି ସସ୍ନେହରେ, କିଛି ଖାଇଛୁ? ରାଖାଲ କହୁଛନ୍ତି, ନା, ପରେ ଖାଇବି। ଶ୍ରୀରାମକୃଷ୍ଣ ମଣିଙ୍କୁ ଇଙ୍ଗିତ କରୁଛନ୍ତି, ତୁମେ ଆଜି ଏଠାରେ ଖାଇବ। ରାଖାଲ କହୁଛନ୍ତି, ଖାଆନ୍ତୁ ନା, ସେ କହୁଛନ୍ତି। ଠାକୁରେ 5 ବର୍ଷର ବାଳକ ପରି ଦିଗମ୍ବର ହୋଇ ଭକ୍ତଙ୍କ ସଙ୍ଗରେ ବସିଛନ୍ତି। ଏପରି ସମୟରେ ପାଗଳି ସିଡ଼ି ବାଟେ ଉଠି ଘରର ଦରଜା ପାଖରେ ଠିଆ ହୋଇଛି। ମଣି ଶଶୀଙ୍କୁ ଆସ୍ତେ ଆସ୍ତେ, ନମସ୍କାର କରି ଯିବାକୁ କହ, ଆଉ କିଛି କହିବା ଦରକାର ନାହିଁ। ଶଶୀ ପାଗଳିକୁ ଓହ୍ଲାଇ ଦେଲେ। ଆଜି ନୂଆ ବର୍ଷର ପ୍ରଥମ ଦିବସ। ମହିଳା ଭକ୍ତମାନେ ଅନେକ ଆସିଛନ୍ତି। ଠାକୁରଙ୍କୁ ଓ ଶ୍ରୀ ଶ୍ରୀ ମା'ଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କଲେ। ଶ୍ରୀଯୁକ୍ତ ବଳରାମଙ୍କ ସ୍ତ୍ରୀ, ମଣିମୋହନଙ୍କ ସ୍ତ୍ରୀ, ବାଗ ବଜାରର ବ୍ରାହ୍ମଣୀ ଓ ଅନ୍ୟାନ୍ୟ ଅନେକ ମହିଳା ଭକ୍ତମାନେ ଆସିଛନ୍ତି। କେହି କେହି ସନ୍ତାନ ଆଦି ନେଇ ଆସିଛନ୍ତି। ସେମାନେ ଠାକୁରଙ୍କୁ ପ୍ରଣାମ କରିବାକୁ ଉପର ଘରକୁ ଆସିଲେ। କେହି କେହି ଠାକୁରଙ୍କ ପାଦପଦ୍ମରେ ପୁଷ୍ପ ଓ ଅଭିର ଦେଲେ। ଭକ୍ତମାନଙ୍କର 2ଟି 9-10 ବର୍ଷର କନ୍ୟା ଠାକୁରଙ୍କୁ ଗୀତ ଶୁଣାଉଛନ୍ତି। ପ୍ରାଣର ଜ୍ୱାଳା କିଏ ଦେବ ଶାନ୍ତ କରି, କେତେ କାନ୍ଦି ହସି ଆସେ ଯେ ମୁଁ ଫେରି। ଗୀତ, ହରି ହରି ବଲରେ ବୀଣେ। ଗୀତ, ଦେଖ ଏଇ ଆସୁଛି କିଶୋରୀ, ଏଇ ଦେଖ ଆସେରେ। ତ୍ରିଭଙ୍ଗ ଠାଣିରେ ବାଙ୍କ ଚାହାଣିରେ ଚାହିଁ ବଂଶୀଧାରୀ ଆସେରେ। ଗୀତ, ଦୁର୍ଗା ନାମ ଜପ ସଦା ରସନା ଆମର, ଦୁର୍ଗମେ ଶ୍ରୀଦୁର୍ଗା ବିନା କରିବ କେ ଉଦ୍ଧାର। ଶ୍ରୀରାମକୃଷ୍ଣ ସଙ୍କେତ କରି କହୁଛନ୍ତି, ଭଲ ମା କହୁଛନ୍ତି। ବ୍ରାହ୍ମଣୀର ଶିଶୁ ପରି ସ୍ୱଭାବ। ଠାକୁରେ ରାଖାଲଙ୍କୁ ଇଙ୍ଗିତ କରୁଛନ୍ତି, ତାକୁ ଗୀତ ଗାଇବାକୁ କହନା। ବ୍ରାହ୍ମଣୀ ଗୀତ ଗାଉଛନ୍ତି। ଭକ୍ତମାନେ ହସୁଛନ୍ତି। ହରି ଖେଳିବି ଆଜି ତୁମ ସଙ୍ଗେ, ତୁମକୁ ପାଇଛି ଏକା ନିଧୁବନେ। ମହିଳା ଭକ୍ତମାନେ ଉପର ଘରୁ ତଳକୁ ଗଲେ। ଉପରବେଳା ଠାକୁରଙ୍କ ପାଖରେ ମଣି ଓ 1-2 ଜଣ ଭକ୍ତ ବସିଛନ୍ତି। ନରେନ୍ଦ୍ର ଘରେ ପ୍ରବେଶ କଲେ। ଶ୍ରୀରାମକୃଷ୍ଣ ଠିକ୍ କହିଛନ୍ତି। ନରେନ୍ଦ୍ର ଯେପରି କଷ
ମୁକ୍ତ ତରବାରୀ ନେଇ ବୁଲୁଛନ୍ତି। ନରେନ୍ଦ୍ର ଆସି ଠାକୁରଙ୍କ ପାଖରେ ବସିଲେ। ଠାକୁରଙ୍କୁ ଶୁଣାଇ ନରେନ୍ଦ୍ର ମହିଳା ଭକ୍ତମାନଙ୍କ ସମ୍ବନ୍ଧରେ ୟତ୍ପର ନାସ୍ତି ବିରକ୍ତି ଭାବ ପ୍ରକାଶ କରୁଛନ୍ତି। ନାରୀ ସଙ୍ଗ ଈଶ୍ୱର ଲାଭ ପଥରେ ଭୟଙ୍କର ବିଘ୍ନ, ଏକଥା ଆପଣ କହିଛନ୍ତି। ଶ୍ରୀରାମକୃଷ୍ଣ କୌଣସି କଥା କହୁନାହାନ୍ତି, ସମସ୍ତେ ଶୁଣୁଛନ୍ତି। ନରେନ୍ଦ୍ର ପୁଣି କହୁଛନ୍ତି, ମୁଁ ଚାହେଁ ଶାନ୍ତି, ମୁଁ ଈଶ୍ୱର ପର୍ଯ୍ୟନ୍ତ ଚାହେଁ ନାହିଁ। ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କୁ ଏକ ଦୃଷ୍ଟିରେ ଦେଖୁଛନ୍ତି, ମୁହଁରେ କୌଣସି କଥା ନାହିଁ। ନରେନ୍ଦ୍ର ମଝିରେ ମଝିରେ ମଧୁର ସ୍ୱରରେ ଆବୃତ୍ତି କରୁଛନ୍ତି, ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍। ରାତି 8ଟା, ଠାକୁରେ ଶଯ୍ୟାରେ ବସିଛନ୍ତି। ଜଣେ ଦୁଇ ଜଣ ଭକ୍ତ ବସିଛନ୍ତି। ସୁରେନ୍ଦ୍ର ଅଫିସ୍ କାର୍ଯ୍ୟ ସାରି ଠାକୁରଙ୍କୁ ଦେଖିବାକୁ ଆସିଛନ୍ତି। ହାତରେ 4ଟି କମଳା ଲେମ୍ବୁ ଓ 2ଟି ଫୁଲମାଳା। ସୁରେନ୍ଦ୍ର ଭକ୍ତମାନଙ୍କ ଆଡ଼କୁ ଥରେ ଥରେ ଓ ଠାକୁରଙ୍କ ଆଡ଼କୁ ଥରେ ଥରେ ଅନାଉଛନ୍ତି, ଆଉ ଅନ୍ତରର କଥା ଖୋଲି କହୁଛନ୍ତି। ସୁରେନ୍ଦ୍ର ମଣି ପ୍ରଭୃତିଙ୍କୁ ଅନାଇ ଅଫିସ୍ କାର୍ଯ୍ୟ ସବୁ ସାରି ଆସିଲି। ଭାବିଲି 2 ନାଉରେ ଗଡ଼ ଦେଇ କ'ଣ ହେବ, କାର୍ଯ୍ୟ ସାରି ଆସିବା ହିଁ ଭଲ। ଆଜି ପହିଲା ବୈଶାଖ, ପୁଣି ମଙ୍ଗଳବାର, କାଳୀଘାଟକୁ ଯିବା ହେଲା ନାହିଁ। ଭାବିଲି ଯିଏ କାଳୀଙ୍କୁ ଚିହ୍ନିଛନ୍ତି ତାଙ୍କୁ ଦର୍ଶନ କଲେ ହିଁ ଯଥେଷ୍ଟ ହେବ। ଠାକୁର ଶ୍ରୀରାମକୃଷ୍ଣ ଈଷତ୍ ହାସ୍ୟ କରୁଛନ୍ତି। ସୁରେନ୍ଦ୍ର କହୁଛନ୍ତି, ଗୁରୁଙ୍କୁ ବା ସାଧୁଙ୍କୁ ଦର୍ଶନ କରିବାକୁ ଗଲେ ଶୁଣିଛି ଫୁଲ ଓ ଫଳ ନେଇଯିବାକୁ ହୁଏ, ସେଥିପାଇଁ ଏଗୁଡ଼ିକ ଆଣିଲି। ଆପଣଙ୍କ ପାଇଁ ଟଙ୍କା ଖରଚ, ତେବେ ଭଗବାନ ମନ ଦେଖନ୍ତି। କେହି ଗୋଟିଏ ପଇସା ଦେବାକୁ କାତର, ପୁଣି କେହି ମଧ୍ୟ 1000 ଟଙ୍କା ଖର୍ଚ୍ଚ କରିବାକୁ ଦ୍ୱିଧା କରେ ନାହିଁ। ଭଗବାନ ମନର ଭକ୍ତି ଦେଖନ୍ତି ଏବଂ ନୈବେଦ୍ୟ ଗ୍ରହଣ କରନ୍ତି। ଠାକୁରେ ମୁଣ୍ଡ ହଲାଇ ସଙ୍କେତ କରି କହୁଛନ୍ତି, ତୁମେ ଠିକ୍ କହୁଛ। ସୁରେନ୍ଦ୍ର ପୁଣି କହୁଛନ୍ତି, ଗତକାଲି ଆସିପାରିଲି ନାହିଁ, ସଂକ୍ରାନ୍ତି ଥିଲା, ଆପଣଙ୍କର ଫଟୋକୁ ଫୁଲ ଦେଇ ସଜାଇଲି। ଶ୍ରୀରାମକୃଷ୍ଣ ମଣିଙ୍କୁ ସଙ୍କେତ କରି କହୁଛନ୍ତି, ଆହା କି ଭକ୍ତି। ସୁରେନ୍ଦ୍ର କହୁଛନ୍ତି, ଆସୁଥିଲି, ସେଥିପାଇଁ 2ଟି ଫୁଲମାଳ ନେଇ ଆସିଲି, 4 ଅଣା ମୂଲ୍ୟ। ଭକ୍ତମାନେ ପ୍ରାୟ ସମସ୍ତେ ଚାଲିଗଲେ। ଠାକୁରେ ମଣିଙ୍କୁ ପାଦସେବା କରିବାକୁ ଓ ପଙ୍ଖା କରିବାକୁ କହୁଛନ୍ତି। ଓଁ ନିରଞ୍ଜନମ୍ ନିତ୍ୟମନନ୍ତ ରୂପଂ ଭକ୍ତାନୁକମ୍ପାଧିତ ବିଗ୍ରହଂ ବୈ ଈଶାବତାରಂ ପରମେଶମିଡ୍ୟଂ ତ୍ୱଂ ରାମକୃଷ୍ଣଂ ଶିରସା ନମାମି।